ଜିଥିଲା ପ୍ରଥମାଷ୍ଟମୀର ପର୍ବ। ସେଇ ରାତିରେ ଆମେ ଦେଖନ୍ତୁ କେମିତି ଝୁଣ୍ଟି ବଗେରା ସବୁ କାଟିକି ମୁଁ ଦେଖନ୍ତୁ ଏଠି ଝୁଣ୍ଟି ବଗେରା ସବୁ କାଟୁଛି ଆଉ ଏଠି ଟେଡ଼ି ମ୍ୟାଗି ବସିକି ମୋ ସାଥ୍ ଦେଉଛନ୍ତି। ଦାଣ୍ଡରେ ଏମିତି ସବୁ ଝୁଣ୍ଟି ଗୁଡ଼ା ପକେଇକି ତା ପରଦିନ ସକାଳେ ଯେଉଁଦିନ ଅଷ୍ଟମୀ ଥିଲା ସେଇଦିନ ମୁଁ ଚାଲିଲି ପ୍ୟାଣ୍ଟାଲୁନ୍ସ। ତ ପ୍ୟାଣ୍ଟାଲୁନ୍ସରେ ଦେଖନ୍ତୁ ମୁଁ ଏଗୁଡ଼ା ସବୁ ଟ୍ରାଏ କରୁଛି କାରଣ ମୁଁ ହେଲି ମୋ ଘରର ବଡ଼ ଝିଅ ଆଉ ମୋ ହର୍ଷୁ ହେଲା ମୋ ଘରର ବଡ଼ ପୁଅ। ଆମେ ଦୁଇ ଜଣ ହିଁ ଆଜି ପୋରୁଆ ହେବୁ। ତ ହଳଦୀ ପତ୍ର କେଉଁଠି ବି ମିଳୁନଥିଲା ଦେଖନ୍ତୁ ଫ୍ରେଣ୍ଡସ୍, ମୁଁ ଖୋଜି ଖୋଜି ବାହାର କଲି, ବସଷ୍ଟାଣ୍ଡରେ ଯାଇକି ମିଳିଲା। ଆଉ ଫାଇନାଲି ଆମେ ମିଳି ସାରିଲା ପରେ ଏଇଠି ଟିକେ ନାସ୍ତା କରୁଛୁ। ହେଲାଣି 1 ବାଜିଲାଣି। ଆଉ ଦେଖନ୍ତୁ 1 ବାଜି ସାରିଲା ପରେ ଆମେ ଦେଖନ୍ତୁ ଏଇଠି ପିଠା ଗୁଡ଼ା ମୁଁ ବନଉଛି। ଏଇଠି ହଳଦୀ ପତ୍ରରେ ବ୍ୟାଟର ସବୁ ତିଆରି କରିକି ସବୁ ପଳେଇଥିଲି, ଏଗୁଡ଼ା ସବୁ ରେଡ଼ି କରିକି ପଳେଇଥିଲି। ଆଉ ଏଇଠି ଆସନ୍ତୁ ଦେଖନ୍ତୁ ଏଇଠି ମୁଁ ଯେଉଁ ଏଣ୍ଡୁରି ପିଠା କରୁଛି। ଏଣ୍ଡୁରି ପିଠା କରିସାରିଲା ପରେ ଏଇଠି ଆମେ ପୂଜାର ଷ୍ଟାର୍ଟିଂ କରିବା। ତ ଏଇଠି ଆମେ ଦୀପ ବଗେରା ସବୁ ଲଗେଇଦେଲୁ ଆଉ କ୍ଷୀରି ବି ବନେଇଥିଲି। କ୍ଷୀରି ବଢ଼ିଆ ଟେଷ୍ଟି ହେଇଥିଲା। ଆଉ ମୁଁ ଠାକୁରଙ୍କୁ ଆଗ ବସେଇଦେଲି ଯେଉଁ କଳସଙ୍କୁ ପୋରୁଆ କରିସାରିଲା ପରେ ମୁଁ କଲି ହର୍ଷୁକୁ ପୋରୁଆ କଲି। ତାପରେ ଏଠି ଆରତି କରିଦେଲି ଆଉ ହର୍ଷୁ ମୋତେ ପୋରୁଆ କଲା, ମୁଁ ତାକୁ ପୋରୁଆ କଲି। ଆଉ ଦେଖନ୍ତୁ ଏଇଠି କ୍ଷୀରି ବନେଇଛି, ଏଣ୍ଡୁରି ପିଠା ବନେଇଛି ଆଉ କଳସକୁ ଭୋଗ ଲଗାଉଛି। ଆଉ ଦେଖନ୍ତୁ ହର୍ଷୁକୁ ପୋରୁଆ କରିସାରିଲା ପରେ ହର୍ଷୁ ବି ମୋତେ ପୋରୁଆ କରିଦେଲା। ଆଉ ଏମିତି କଟିଲା ଆମର ପ୍ରଥମାଷ୍ଟମୀର ପର୍ବ। ଆପଣମାନଙ୍କୁ କେମିତି ଲାଗିଲା ଏଇ ପର୍ବଟା ନିଶ୍ଚିନ୍ତ କହିବେ। ଆଉ ମୋ ବ୍ଲଗ୍ଟା କେମିତି ଲାଗିଲା ନିଶ୍ଚିନ୍ତ କହିବେ। ସବସ୍କ୍ରାଇବ୍ କରି